हेलो फ्रेंड्स, चलନ୍ତୁ ଜାଣିବା ଏହି ଭିଡ଼ିଓରେ ଆପଣଙ୍କ ପଞ୍ଚାୟତରେ ମଧୁବାବୁ ପେନ୍ସନ୍ ଲିଷ୍ଟ କିମ୍ବା ଇନ୍ଦିରା ଗାନ୍ଧୀ ପେନ୍ସନ୍ ଲିଷ୍ଟ କେମିତି ଡାଉନଲୋଡ୍ କରିବେ ଆଉ କେମିତି ଦେଖିବେ। ଚାଲନ୍ତୁ ଆପଣ କ'ଣ କରିବେ, ନିଜର ବ୍ରାଉଜରରେ NSAP ଲେଖିକି ସର୍ଚ୍ଚ କରିବେ। NSAP ସର୍ଚ୍ଚ କଲା ପରେ ଆପଣଙ୍କ ସାମ୍ନାରେ ପ୍ରଥମ ଲିଙ୍କଟି ଦେଖାଯିବ। ସେହି ଲିଙ୍କରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ସେଇଟା ପ୍ରୋସେସିଂ ହେଇକି ଆଗକୁ ବଢ଼ିବ। ଆଗକୁ ବଢ଼ିଲା ପରେ ଗୋଟିଏ ଆଡ୍ ଆସିବ, G20ର ଆଡ୍ ଆସିବ। ସେ ଆଡ୍ଟିକୁ ଆପଣମାନେ କ'ଣ କରିବେ, ସେଇଟାକୁ କ୍ଲୋଜ୍ କରିଦେବେ। କ୍ଲୋଜ୍ କଲା ପରେ ଆପଣ ସେଟାକୁ ଟିକେ ଜୁମ୍ କରିବେ। ଜୁମ୍ କରିକି ଦେଖିବେ ଆପଣଙ୍କ ସାମ୍ନାରେ ଗୋଟିଏ ରିପୋର୍ଟସର ଅପସନ୍ ଅଛି। ମୁଁ ଚାଲନ୍ତୁ ଆପଣଙ୍କୁ ଦେଖେଇ ଦେଉଛି। ଯେତେବେଳେ ଆପଣମାନେ ଜୁମ୍ କରିବେ ଆପଣଙ୍କ ସାମ୍ନାରେ ଗୋଟେ ରିପୋର୍ଟସର ଅପସନ୍ ଅଛି। ସେ ରିପୋର୍ଟସ ଉପରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ତ ଦେଖନ୍ତୁ ଏଠାରେ ଗୋଟେ ରିପୋର୍ଟସ ଅଛି, ରିପୋର୍ଟସ ଉପରେ ଆପଣଙ୍କୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଦେଖାଯିବ। ରିପୋର୍ଟ ଉପରେ ମୁଁ କ୍ଲିକ୍ କରିକି ଆପଣମାନଙ୍କୁ ଦେଖେଇ ଦେଉଛି। ତ ଆପଣମାନେ ରିପୋର୍ଟ ଉପରେ କ୍ଲିକ୍ କଲା ପ୍ରୋସେସିଂ ହେଇକି ଆପଣଙ୍କ ସାମ୍ନାରେ ଦେଖାଯିବ ଲିଷ୍ଟ ଅଫ୍ ରିପୋର୍ଟସ। ତାପରେ କ'ଣ କରିବେ, ଆପଣଙ୍କୁ ଏଠାରେ ତୃତୀୟ ନମ୍ବରରେ ଅଛି ଗୋଟେ ଷ୍ଟେଟ୍ସ ଡ୍ୟାଶବୋର୍ଡ। ଆପଣ କ'ଣ କରିବେ, ସେ ଷ୍ଟେଟ୍ ଡ୍ୟାଶବୋର୍ଡ ଉପରେ ଆପଣମାନେ କ୍ଲିକ୍ କରିବେ। ଚାଲନ୍ତୁ ମୁଁ ଆପଣଙ୍କୁ କ୍ଲିକ୍ କରିକି ଦେଖାଉଛି। ତ ଆପଣମାନେ ଯେତେବେଳେ ଷ୍ଟେଟ୍ ଡ୍ୟାଶବୋର୍ଡ ଉପରେ କ୍ଲିକ୍ କରିବେ ତ ସେଟା ପ୍ରୋସେସିଂ ହେଇକି ଆପଣଙ୍କୁ ଆଉ ଗୋଟେ ନୂଆ ପେଜକୁ ରିଡାଇରେକ୍ଟ କରିଦେବ। ତ ଚାଲନ୍ତୁ ମୁଁ ଏଠାରେ କ୍ଲିକ୍ କରି ଦେଖେଇ ଦେଉଛି। ତ ଦେଖିବେ ଆପଣଙ୍କ ଷ୍ଟେଟ୍ ଡ୍ୟାଶବୋର୍ଡ ଏଠାରେ କ'ଣ କରିବେ, ଆପଣଙ୍କୁ ସିଲେକ୍ଟ ଷ୍ଟେଟ୍ ସିଲେକ୍ଟ ଅପସନ୍ ଅଛି, ଗୋଟେ ଅଲ୍ ସ୍କିମ୍ ଅଛି ଗୋଟେ। ତ ଆପଣମାନେ କ'ଣ କରିବେ, ଏଠାରେ ଆପଣଙ୍କ ଷ୍ଟେଟକୁ ସିଲେକ୍ଟ କରିବେ। ଯେହେତୁ ଆମର ଏଠାରେ ଓଡ଼ିଶା, ଚାଲନ୍ତୁ ଆମେ ଏଠାରେ ଓଡ଼ିଶାକୁ ସିଲେକ୍ଟ କରିଦେବା। ସିଲେକ୍ଟ କଲା ପରେ ଆପଣ କ'ଣ କରିବେ, ଏଠାରେ ଅଲ୍ ସ୍କିମ୍ର ଗୋଟେ ଅପସନ୍ ଅଛି। ଦେଖନ୍ତୁ ଆପଣଙ୍କୁ ଯେଉଁ ସ୍କିମ୍ର ଦେଖିବାର ଅଛି ସେଟା ଦେଖିପାରିବେ। ଇନ୍ଦିରା ଗାନ୍ଧୀ ଓଲ୍ଡ ଏଜ୍ ପେନ୍ସନ୍ କିମ୍ବା ଇନ୍ଦିରା ଗାନ୍ଧୀ ଡିଜାବିଲିଟି ପେନ୍ସନ୍ କିମ୍ବା ମଧୁବାବୁ ଓଲ୍ଡ ଏଜ୍ ପେନ୍ସନ୍ କିମ୍ବା ମଧୁବାବୁ ଡିଜାବିଲିଟି ପେନ୍ସନ୍ କିମ୍ବା ମଧୁବାବୁ ୱିଡୋ ପେନ୍ସନ୍, ଯେକୌଣସି ଆପଣଙ୍କ ପେନ୍ସନ୍ର ଦେଖିବାର ଅଛି ତାପରେ ଆପଣମାନେ ସିଲେକ୍ଟ କରିବେ। ଦେଖନ୍ତୁ ଏଠାରେ ସବୁ ଅଛି, NBP, UP, MW, NBPDW, ବିଭିନ୍ନ ପ୍ରକାର ଯେଉଁ ଆମର ପେନ୍ସନ୍ ସ୍କିମ୍ଟା ସବୁ ଆମ ଅଲ୍ ସେଣ୍ଟ୍ରାଲ୍ ସ୍କିମ୍ଟା ଏଠାରେ ଉପଲବ୍ଧ ଅଛି। ଯେହେତୁ ଆମେ ଦେଖିବା ଆଜି ଇନ୍ଦିରା ଗାନ୍ଧୀ ଓଲ୍ଡ ଏଜ୍ ପେନ୍ସନ୍, ତ ଏଠାରେ ଆମେ ସିଲେକ୍ଟ କରିଦେଲା। ସିଲେକ୍ଟ କଲା ପରେ ଦେଖନ୍ତୁ ଏଠାରେ ଏରିଆ ଅଛି, ବୋଥ୍ ଉପରେ ଆପଣମାନେ ଛାଡ଼ିଦେବେ। ବୋଥ୍ ଉପରେ ଛାଡ଼ିଦେଲା ପରେ ଆପଣଙ୍କୁ ଦେଖୁ ଏଣ୍ଟର ଗିଭେନ୍ କୋଡ୍। ଏଣ୍ଟର ଗିଭେନ୍ କୋଡ୍ ଅଛି, ଏଠାରେ ଦେଖନ୍ତୁ ଗୋଟେ କ୍ୟାପଚା ଅଛି। ସେ କ୍ୟାପଚାକୁ ଆପଣମାନେ ଏଠାରେ ଦେଇଦେବେ। ଦେଖନ୍ତୁ CITHHH, ଏଇଟାକୁ ଆପଣମାନେ କ'ଣ କରିବେ, ନିର୍ଭୁଲ ଭାବରେ ଏଠାରେ ଆପଣମାନେ ଟାଇପ୍ କରିଦେବେ। ତ ଦେଖନ୍ତୁ ଏଠାରେ ଆପଣମାନେ ଟାଇପ୍ କରିକି ଏଠାରେ ସବମିଟ୍ର ଗୋଟେ ଅପସନ୍ ଅଛି, ଆପଣମାନେ କ'ଣ କରିବେ, ସବମିଟ୍ ଉପରେ କ୍ଲିକ୍ କରିଦେବେ। ଯେତେବେଳେ ସବମିଟ୍ ଉପରେ ଆପଣମାନେ କ୍ଲିକ୍ କରିଦେଇଛନ୍ତି ସେଟାକୁ ଆଗକୁ ବଢ଼ିଛି ରିଡାଇରେକ୍ଟ ହେଇକି ଆଗକୁ ଚାଲିଯିବ। ତ ଆପଣମାନେ କ'ଣ କରିବେ, ସେଟାକୁ ଯେତେବେଳେ ଏମିତି ଆସିବ ଆପଣମାନେ ସ୍କ୍ରୋଲ୍ ଡାଉନ୍ କରିକି ଚାଲିବେ। ସ୍କ୍ରୋଲ୍ ଡାଉନ୍ କଲା ପରେ ଆପଣମାନେ ଦେଖିବେ, ଯେହେତୁ ଆମେ ଓଡ଼ିଶା ସିଲେକ୍ଟ କରିଥିଲେ ତ ଓଡ଼ିଶାର ସବୁ 30ଟି ଯାକ ଜିଲ୍ଲାକୁ ଏଠାରେ ଆପଣମାନଙ୍କ ସାମ୍ନାରେ ଆସିଯିବ। ତ ଆପଣଙ୍କର 30ଟି ଜିଲ୍ଲା ସବୁ ଦେଖେଇବ। ଯେହେତୁ ଆମେ ଓଡ଼ିଶା ସିଲେକ୍ଟ କରିଛୁ, ଓଡ଼ିଶାରେ 30ଟି ଜିଲ୍ଲା, ତ ଆପଣମାନେ ଯେଉଁ ଜିଲ୍ଲା ରହିଥିବେ ଆପଣମାନେ କ'ଣ କରିବେ, ନିଜ ଜିଲ୍ଲାକୁ ଆପଣମାନେ ଏଠାରେ ସିଲେକ୍ଟ କରିବେ। ଚାଲନ୍ତୁ ମୁଁ ଗୋଟେ ସପୋଜ୍ ମୁଁ ଯେହେତୁ ବଲାଙ୍ଗୀର ଜିଲ୍ଲାକୁ ଆପଣମାନଙ୍କୁ ଏଠାରେ କ୍ଲିକ୍ କରି ଦେଖେଇଦେବି। ଯେତେବେଳେ ଆପଣମାନେ ଆପଣଙ୍କ ଜିଲ୍ଲାକୁ ସିଲେକ୍ଟ କରିବେ ସେଇଟା ଆଗକୁ ବଢ଼ିକି ଆପଣଙ୍କ ସବ୍ ଡିଷ୍ଟ୍ରିକ୍ଟ ବା ଯେଉଁ ମ୍ୟୁନିସିପାଲିଟି ଅଛି ତାହା ଆପଣଙ୍କ ସାମ୍ନାରେ ଦେଖାଯିବ। ସବ୍ ଡିଷ୍ଟ୍ରିକ୍ଟ ବା ମ୍ୟୁନିସିପାଲିଟି ଦେଖେଇବ। ଆପଣ ଟିକେ ସ୍କ୍ରୋଲ୍ ଡାଉନ୍ କରିବେ, ତଳକୁ କରିଦେବେ। ଯେତେବେଳେ ତଳକୁ କଲା ପରେ ଆପଣଙ୍କ ଯେଉଁ ବଲାଙ୍ଗୀର ଜିଲ୍ଲା ସିଲେକ୍ଟ କରିଥିବେ, ବଲାଙ୍ଗୀର ଜିଲ୍ଲାର ଯେଉଁ ସବ୍ ଡିଷ୍ଟ୍ରିକ୍ଟ ବା ମ୍ୟୁନିସିପାଲିଟି ଅଛି ତାହା ଆପଣଙ୍କ ସାମ୍ନାରେ ଦେଖେଇବ। ତାପରେ ଆପଣ କ'ଣ କରିବେ, ଏଠାରେ ଆପଣ ଯେଉଁ ସବ୍ ଡିଷ୍ଟ୍ରିକ୍ଟ ବା ବ୍ଲକ ବା ଯେଉଁ ମ୍ୟୁନିସିପାଲିଟିରୁ ବିଲଙ୍ଗ କରୁଛନ୍ତି ଆପଣଙ୍କୁ ତାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣମାନେ ସେଟା କ୍ଲିକ୍ କରିଦେବେ, ଚାଲନ୍ତୁ ମୁଁ ଆପଣଙ୍କୁ ଏଠାରେ ମୋରି ବାହାରକୁ ନେଇକି କ୍ଲିକ୍ କରିଦେଉଛି। ଆପଣ ଯେତେବେଳେ ସେଇ ବ୍ଲକକୁ ସବ୍ ଡିଷ୍ଟ୍ରିକ୍ଟ ଉପରେ କ୍ଲିକ୍ କରିବେ ସେଟାକୁ ପ୍ରୋସେସ୍ ହେଇକି ଆପଣଙ୍କୁ କ'ଣ କରିବ, ଆପଣଙ୍କ ଯେଉଁ ବ୍ଲକ ବା ମ୍ୟୁନିସିପାଲିଟିରେ ଯେକୌଣସି ପଞ୍ଚାୟତ ଥିବ, ଯେମିତି ଆଗରୁ ଦେଖାଯାଉଛି ଆପଣଙ୍କୁ ସବୁ ସମୟରେ ଦେଖାଯିବ।
ତ ଆପଣ କ'ଣ କରିବେ, ଆପଣ ଯେତେବେଳେ ବ୍ଲକ୍ ବା ସବ୍ ଡିଷ୍ଟ୍ରିକ୍ଟ ଚୁଜ୍ କରିଛନ୍ତି ଆପଣଙ୍କ ଯେଉଁ ଗ୍ରାମ ପଞ୍ଚାୟତ ଏଠାରେ ଆପଣଙ୍କୁ ଦେଖେଇବ। ତ ଆପଣ କ'ଣ କରିବେ, ଆପଣଙ୍କ ଯେଉଁ ଗ୍ରାମ ପଞ୍ଚାୟତ ଥିବ ଆପଣ ସେ ଗ୍ରାମ ପଞ୍ଚାୟତକୁ ଚୁଜ୍ କରିବେ। ଚୁଜ୍ କଲା ପରେ ଆପଣଙ୍କ ସାମ୍ନାରେ ସେ ଗ୍ରାମ ପଞ୍ଚାୟତର ଯେଉଁ ସ୍କିମ୍ରେ ଆପଣମାନେ ସିଲେକ୍ଟ କରିଛନ୍ତି ତାହା ଆପଣଙ୍କ ସାମ୍ନାରେ ସବୁ ଲିଷ୍ଟଟା ଦେଖେଇବ। ତାହେଲେ ମୁଁ ଏଠାରେ ଆପଣଙ୍କୁ କ୍ଲିକ୍ କରି ଦେଖାଉଛି ଗୋଟେ ଗ୍ରାମ ପଞ୍ଚାୟତକୁ। ଯେତେବେଳେ ଆପଣମାନେ କ୍ଲିକ୍ କରିଦେଲେ ସେଟା ଆସିକି ରିଡାଇରେକ୍ଟ ହେଇଗଲା। ତାପରେ ଆପଣ ପୁଣି ସେଟାକୁ ସ୍କ୍ରୋଲ୍ ଡାଉନ୍ କରିଦେଲା ପରେ ଦେଖିବେ ଆପଣଙ୍କୁ ଯେଉଁ ଆମ ଇନ୍ଦିରା ଗାନ୍ଧୀ ଓଲ୍ଡ ଏଜ୍ ପେନ୍ସନ୍ ସିଲେକ୍ଟ କରିଛୁ ତ ସେଟା ଆପଣଙ୍କ ସାମ୍ନାରେ ଦେଖାଦେବ। ପ୍ରଥମରେ ଦେଖାଦେବ ଆପଣଙ୍କର ସାଂକ୍ସନ୍ ଅର୍ଡ଼ର ନମ୍ବର, ତାପରେ ଦେଖାଦେବ ବେନିଫିସିଆରୀ ନେମ୍, ତାପରେ ବେନିଫିସିଆରୀର ଏଜ୍ କେତେ ଆଉ ଜେଣ୍ଡର, ତାପରେ କେଉଁ ସ୍କିମ୍ରେ ପାଉଛନ୍ତି, ତାପରେ ଡିସବର୍ସମେଣ୍ଟ ସେମାନେ ବ୍ୟାଙ୍କରେ ପାଉଛନ୍ତି ନା କ୍ୟାସ୍ ଆକାରରେ ପାଉଛନ୍ତି ତାହା ଦେଖେଇବ। ଏଠାରେ ପିଏମ୍ ରେଜିଷ୍ଟ୍ରେସନ୍ ହେଇଛି ନା ୟେସ୍ କି ନା ସେଇଟା ଆପଣଙ୍କୁ ଦେଖେଇବ। ଆପଣ କ'ଣ କରିବେ, ଗୋଟେ ସାଂକ୍ସନ୍ ଅର୍ଡ଼ର ନମ୍ବର ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିବା ପରେ ଆପଣ କ'ଣ କରିବେ, ଗୋଟେ ସେ ଯାହାଙ୍କ ଉପରେ ଯାହା ସାଂକ୍ସନ୍ ଅର୍ଡ଼ରକୁ କ୍ଲିକ୍ କରିଛନ୍ତି ତାର ସବୁ ଡିଟେଲ୍ସରେ ଆପଣମାନଙ୍କୁ ଦେଖେଇଦେବ। ଦେଖନ୍ତୁ ଏଠାରେ ତାଙ୍କ ନାଁ ଦେଖେଇବ, ତାଙ୍କର ସାଂକ୍ସନ୍ ଅର୍ଡ଼ର ନମ୍ବର, ତାର ଷ୍ଟାଟସ୍ ଦେଖେଇବ ଆକ୍ଟିଭ୍ କି, ଆପଣଙ୍କ ଆଡ୍ରେସଟା ଡିଟେଲ୍ ଦେଖେଇଦେବ, ତାର ବୟସ କେତେ ଦେଖେଇଦେବ ଏବଂ ତାର ପୁରୁଷ କିମ୍ବା ମହିଳା ଏବଂ ତାର ଯେଉଁ ଲାଷ୍ଟ ମନ୍ଥର ପେମେଣ୍ଟ ଆସିଛି, ଯେଉଁ ଭତ୍ତାଟା ଆସିଛି ତାହା ମଧ୍ୟ ଏଠାରେ ଦେଖେଇଦେବ। ତାର ସବୁ ଡିଟେଲ୍ସଟା ଆପଣଙ୍କୁ ଏଠାରେ ଦେଖିପାରିବେ। ତ ଆପଣମାନେ ଭତ୍ତା ଡାଉନଲୋଡ଼ କରିବେ କେମିତି, ଲିଷ୍ଟଟା ପାଇବେ କେମିତି, ତ ଚାଲନ୍ତୁ ବ୍ୟାକ୍ କରିବେ। ତାକୁ ଆପଣ କ'ଣ କରିବେ, ବ୍ୟାକ୍ କରିବେ। ବ୍ୟାକ୍ କଲା ପରେ ଆପଣଙ୍କୁ ଗୋଟେ ଅପସନ୍ ଅଛି ଦେଖିବେ। ଯେତେବେଳେ ଆପଣ ବ୍ୟାକ୍ କରିକି ସେଟାକୁ ଟିକେ ଉପରକୁ ନେବେ ତେବେ ଦେଖିବେ ଗୋଟେ ଏକ୍ସେଲ୍, PDF ଏବଂ ପ୍ରିଣ୍ଟର ଅପସନ୍ ଅଛି। ତ ଆପଣମାନେ କ'ଣ କରିବେ, ସେ PDF ଉପରେ କ୍ଲିକ୍ କରିଦେଲା ପରେ ଆପଣ କ'ଣ କରିବେ, ଆପଣଙ୍କ ସାମ୍ନାରେ ଆପଣ ସେ ଲିଷ୍ଟଟା ଡାଉନଲୋଡ଼ ହେଇଯିବ। ଆଉ ଆପଣମାନଙ୍କ ଯେଉଁ ଥିବା PDF ଭିଡ଼ିଓ କିମ୍ବା ଏଡିଟ୍ ମାଧ୍ୟମରେ